କୁନି କୁନି ପିଲାମାନେ ଗପ ଶୁଣିବା। ଠିକ୍ ଅଛି, ଆଜିର ଗପ ଆରମ୍ଭ କରିବା। ମନ ଦେଇକି ଶୁଣିବ। ଥରେ କ'ଣ ହେଇଛି ନା, ଗୋଟେ ଗାଁରେ ଗୋଟେ ଧୋବା ଲୋକଟିଏ ଥିଲା। ଧୋବା ଲୋକର କାମ ହେଉଛି ସେ ସମସ୍ତଙ୍କର କପଡ଼ା ପୋଷାକ ସବୁ ସଫା କରି ଶୁଖେଇ ଆଇରନ୍ କରି ପ୍ରତି ଘରକୁ ନେଇକି ଦିଏ। ସେଇଥିରୁ ଯାହା କିଛି ପାରିଶ୍ରମିକ ପାଏ, ସେଥିରେ ସେ ତାର ପରିବାର ପୋଷଣ କରେ ବା ପରିବାର ଚଳାଏ। ହେଲେ ସେଇ ଧୋବା ଲୋକଟିର ଘରେ ଗୋଟିଏ ଗଧଟିଏ ସେ ପୋଷିଥିଲା, ଆଉ ଗୋଟିଏ କୁକୁରଟିଏ ପାଳିଥିଲା। ସେ ଧୋବା ଲୋକଟି ପ୍ରତିଦିନ ଗଧ ପିଠିରେ ସକାଳୁ ବସେ, ସବୁ ମଇଳା କପଡ଼ା ସବୁ ଗଦେଇବ, ଗଣ୍ଠିଲି ବାନ୍ଧିକି ଦିଟା ବଡ଼ ବଡ଼ ଗଣ୍ଠିଲି ଥୋଇକି ବାନ୍ଧିକି ନେଇକି ଯିବ ଧୋବା ଘାଟକୁ। ଧୋବା ଘାଟ ମାନେ ନଦୀର ଗୋଟେ କଣ ବା ପୋଖରୀର ଗୋଟିଏ କଣ, ଯୋଉଠିକି ଲୁଗା ସବୁ ସଫା କରାଯାଏ। ସେ ଧୋବା ଘାଟକୁ ନେଇକି ଯିବ। ଦିନ ସାରା ସେଠି ଲୁଗା କାଚି ସଫା କରି ପୋଖରୀ ହୁଡ଼ାରେ ଶୁଖି ସାରିଲା ପରେ ପୁଣି ଗଣ୍ଠିଲି ବାନ୍ଧି ସେଇ ଗଧ ପିଠିରେ ଲଦି ଆଣିବ ଘରକୁ। ଖାଇକି ଟିକିଏ ସମୟ ରେଷ୍ଟ ନେଇଥିବ। ପୁଣି ସନ୍ଧ୍ୟା ହେଇଗଲେ ସେଇ ଗଧ ପିଠିରେ ସବୁ ଶୁଖିଲା କପଡ଼ା ସବୁ ଲଦି ନେବ ଗାଁ ସାରା। ଯାହାର ଲୁଗା ତାକୁ ସବୁ ରିଟର୍ଣ୍ଣ ଦେବ, ବା ପୁଣି ଯଦି କିଏ ମଇଳା ଲୁଗା ଦେଲା ପୁଣି ତାକୁ ନେଇକି ଆସିବ। ଏମିତି ଆଣିକି ଗଦେଇଥିବ। ତା ପରଦିନ ସକାଳୁ ପୁଣି ଯିବ ଗଧ ପିଠିରେ ଲଦିକି ସବୁ ସାମାନ ନେବ। ହେଲେ ଏତେ ସବୁ ଭିତରେ କୁକୁରଟିକୁ ଯୋଉ ପୋଷିଥିବ, କୁକୁରର ଆଉ କିଛି କାମ ନଥାଏ। ସେ ଗଧ ଆଉ ମାଲିକ ସହିତ ସେ ପଛେ ପଛେ ଯାଏ, ପୋଖରୀ ହୁଡ଼ାକୁ ଯିବ। ଗଧ ତାର କପଡ଼ା ସବୁ ବୋହିକି ନେଲା ପରେ ସେଠି ଖାଲିଆ ହେଇକି ଘାସ ଚରିବ। କୁକୁର ତାର ଶୋଇଥିବ। ପୁଣି ଯେତେବେଳେ କାମ ସରିବ, ସେମାନେ ଫେରିବେ, ଗଧ ଆଉ ମାଲିକ। କୁକୁରର କାମ ପୁଣି ସେ ପଛେ ପଛେ ଲାଙ୍ଗୁଡ଼ ହଲେଇ ହଲେଇ ଫେରିକି ଆସିବ। ଖାଇସାରିଲା ପରେ ମାଲିକର ଯାହା କିଛି ବଳକା ଥିବ, ଦିଟା ଅଇଁଠା ଫୋପାଡ଼ି ଦେବ ତା ପାଖକୁ। କୁକୁର ତାର ଚାଟି ଚୁଟି ଖାଇକି ଧୀରେ ରହିବ। ହେଲେ ଗଧଟି ବେଳେବେଳେ ମନେ ମନେ ସେ କୁକୁରକୁ ରାଗେ ଯେ କୁକୁରଟାର କିଛି କାମ ନାହିଁ। ମାଲିକଟା କେବଳ ମୋରି ଉପରେ ସବୁ ଗଣ୍ଠିଲି ଲଦି ନେଉଛି। ଦିନେ ଦିନେ ତ ଯୋଉଦିନ ମନେକର ପର୍ବପର୍ବାଣି ଥିବ, ଦଶହରା, କୁମାର ପୂର୍ଣ୍ଣମୀ, ଏଇଭଳି ପର୍ବପର୍ବାଣି ଥିଲେ ସେ କ'ଣ କରିବ, ଅଧିକ ଲୋକ ଦେଇଥିବ, ଅଧିକ ଡ୍ରେସ୍ ସଫା କରିବାକୁ ସବୁ। ତ ଗଧ ବିଚରା ଥକିଯାଏ, ଗଁ ଗଁ ହେଇକି କଷ୍ଟେ ମଷ୍ଟେ ସବୁ ବୋହିକି ନିଏ। ସଫା କରିକି ଆଣିଲା ପରେ ପୁଣି ବାଣ୍ଟିବାକୁ ନିଏ। ସେଇଦିନ ଗଧ ବେଶୀ ବିରକ୍ତ ହୁଏ ମନେ ମନେ କୁକୁର ଉପରେ, ଯେ ଏଇ କୁକୁରଟି କିଛି କାମ କରୁନି, ଯାହା କରୁଛି ସବୁ ମୁଁ କରୁଛି। ଇଏ ଖାଲି ହଲି ହଲି ପଛେ ପଛେ ଆସୁଛି, ଘାଟକୁ ଯାଉଛି, ପୁଣି ଆସୁଛି, ଶୋଉଛି, ଖାଉଛି, କେତେବେଳେ କେମିତି ଟିକେ ଭୁକି ଦଉଛି। ମାଲିକକୁ ଦେଖିଲେ ଟିକେ ଲାଙ୍ଗୁଡ଼ ହଲେଇ ଦଉଛି, ହଲେଇ ଦେଲେ ମାଲିକ ଖୁସି ହେଇ ତାକୁ ଆଉଁସି ପକଉଛି। ଏମିତି ମନେ ମନେ ରାଗେ। ତ କ'ଣ ହେଇଛି ନା, ଦିନେ ଏଇ ଗଧଟି କୁକୁରକୁ ତା ମନ କଥା କହିଦେଲା। କହିଲା, ଆରେ କୁକୁର, ତୁ ତ କିଛି କାମ କରୁନୁ, କିନ୍ତୁ ମାଲିକ ତ ଦେଖିବାକୁ ଗଲେ ତତେ ହିଁ ବେଶୀ ଭଲ ପାଉଛନ୍ତି। ମୋତେ ତ ଜମା ପଚାରୁନାହାନ୍ତି। ମୋତେ ଖାଲି କାମ ପଡ଼ିଲା ବେଳେ ଆଣୁଛନ୍ତି, ବୋହେଇକି ନେଉଛନ୍ତି। ଯଦି ମୁଁ ନେଇପାରୁନି ପୁଣି ମୋତେ ଦି ବାଡ଼ି ପଠିଆରୁ ପିଟୁଛନ୍ତି, ଜବରଦସ୍ତ ନେଉଛନ୍ତି। ଖାଇବାକୁ ବି କିଛି ଦେଉନାହାନ୍ତି, ସେଇ ଘାସ ମାସ ମୁଁ ନିଜେ ଯାହା ଖାଉଛି। ତତେ କାହିଁକି ଏତେ ଗେଲ? କୁକୁର କହିଲା, ଆରେ ଗଧ ଭାଇ, ତୁ ବୋଧେ ଠିକରେ ଲକ୍ଷ୍ୟ କରିନୁ। ମାଲିକ ସେମିତି କିଛି ଅଧିକ ମୋର ଯତ୍ନ ନେଉନି ମ। ସିଏ ଖାଇସାରିଲା ପରେ ଯାହା ଦିଟା ବଳୁଛି ଫୋପାଡ଼ି ଦେଉଛି। ମୁଁ ତାକୁ ଚାଟି ଚୁଟି ଖାଇକି ବଞ୍ଚିଛି ବଡ଼ କଷ୍ଟରେ। ମୁଁ ଆଉ ଅଧିକଟା କ'ଣ କରିପାରିବି? ମୁଁ କ'ଣ ତୋ ଭଳିଆ ବାସନ ବୋହି ପାରିବି, ସାମାନ ବୋହି ପାରିବି? ଗଧ କହେ, ତଥାପି ତୁ ଚାହିଁଲେ ଆଉ କିଛି କାମ କରିପାରନ୍ତୁ। କୁକୁର କିଛି କହେନି, ଚୁପଚାପ ରହିଯାଏ। ହେଲେ ଏମିତି ଦିନ ପରେ ଦିନେ ଚାଲିଥାଏ। ଦିନେ କ'ଣ ହେଇଛି ନା, ଗଧ ମନେ ମନେ ଚିନ୍ତା କଲା ଯେ ମାଲିକକୁ ମୁଁ ନିଶ୍ଚୟ ଦିନେ ନା ଦିନେ ଦେଖେଇ ଦେବି ଯେ ମୁଁ କେତେ ଜରୁରୀ। ଏ କୁକୁରଟି କୋଉ କାମକୁ ନୁହଁ, ମୋତେ ବରଂ ସେଇ ଖାଦ୍ୟତକ ଦିଅନ୍ତି, କୁକୁରକୁ ଯାହା ଦେଉଛନ୍ତି ତା ବଦଳରେ ମୁଁ ଖାଇକି କାମ କରନ୍ତି। ଏମିତି ଭାବୁଥାଏ। ଦିନେ କ'ଣ ହେଇଛି ନା,
ଧୋବାଟି ସେଦିନ ବହୁତ ଲୁଗା ସଫା କରିବାର ଥିଲା। ସବୁ ସଫାସଫି ସାରି ବଳା ପୁଣି ଆଣି ତାକୁ ପୁଣି ଗାଁ ସାରା ବୁଲିକି ସମସ୍ତଙ୍କୁ ବାଣ୍ଟି ଆସିକି ଥକି ଯାଇଛି ପୁରା। ଅଳ୍ପ ଦିଟା ଖାଇଲା, କୁକୁର ପାଖକୁ ଅଳ୍ପ ଦିଟା ଫୋପାଡ଼ି ଦେଇକି ହାଲିଆ ହେଇକି ପଳେଇଲା ଶୋଇବା ପାଇଁ। ସେ ଶୋଇସାରିଛି, ରାତି ଅଧ ହେଇଛି। କ'ଣ ହେଇଛି ନା 2-4ଟି ଚୋର ସେଇ ଗାଁ ଭିତରେ ପଶିଲେ। ତ ଗାଁ ମୁଣ୍ଡରେ ତ ଗୋଟିଏ ଜାଗାରେ ସେଇ ଧୋବାର ଘର। ପ୍ରଥମେ ସେ ଧୋବା ଘରକୁ ପଶିବାକୁ ସେ ଆରମ୍ଭ କଲେ। ଯେମିତି ପାଚେରୀ ଡେଇଁ ଭିତରକୁ ପଶିବାକୁ ଆରମ୍ଭ କରିଛନ୍ତି, ଗଧଟି ଗୁହାଳରେ ଥିଲା ଦେଖିଦେଲା। ଦେଖିଦେଇକି କୁକୁରକୁ ଚିଲେଇଲା, କହିଲା, ଏ କୁକୁର ଭାଇ, ଏଇ ଚୋରମାନେ ବା ଆସିଲେଣି, ତମ କାମ ଆରମ୍ଭ ହେଇଗଲାଣି, ତମେ ଜଲ୍ଦି ଭୋକ, ଡାକ ମାଲିକକୁ ଡାକ। କୁକୁର କହିଲା, ହେ ରୁହ, ମୋତେ ଆଜି ଠିକରେ ଖାଇବାକୁ ମିଳିନି, ମୋତେ ଭାରି ହାଲିଆ। ଦ୍ୱିତୀୟରେ ଏଇ ଚୋର ଗୁଡ଼ାକ ଭାରି ଭୟାନକ ଦେଖାଯାଉଛନ୍ତି, ଅସ୍ତ୍ରଶସ୍ତ୍ର ହାତରେ ଧରିଛନ୍ତି। ଆଉ ଏମିତିରେ ବି ଆମ ମାଲିକ ଘରେ କିଛି ନାହିଁ, ଖାଲି ବାସନ 2-4 ଖଣ୍ଡ ପଡ଼ିଛି। ବେକାରରେ ମୁଁ ଭୋକିବି, ଯଦି ମୋତେ ସେଇଥିରୁ ଗୋଟେ ଚୋଟ ଦେବେ ସେମାନେ, ମୋର ବେକାରରେ ପ୍ରାଣଟି ପଳେଇବ। କହିକି ନ ଜାଣିଲା ଭଳି ଶୋଇଲା। ଶୋଇଲେ ଗଧ ଆଉ ସମ୍ଭାଳି ପାରିନି, କହିଲା, ଆଜି ମୁଁ ଡାକିବି ମାଲିକକୁ, ଉଠେଇକି ଦେଖେଇ ଦେବି ଯେ ଆକ୍ଚୁଆଲି ମୁଁ ହିଁ ଘରର କାମ ବହୁତ କରୁଛି, ଏ କୁକୁରଟି କେବଳ ଠକାମିରେ ଠକୁଛି କେବଳ। କହି ଖୁବ୍ ଜୋରରେ ଭାଁ ଭାଁ ରଡ଼ି କଲା। ରଡ଼ି କଲେ। ଗଧର ତ ରାବଟା ଅତିଶୟ କର୍କଶ। ତାର ଏଡି ଜୋର ରଡ଼ି ଶୁଣି କୁକୁରମାନେ ଚୋରମାନେ ଧଡ଼ାପଡ଼ ଧଡ଼ାଧଡ଼ ଯିଏ ଯୁଆଡ଼େ ଧାଇଁକି ପାର ହେଇଗଲେ। ପାର ସିନା ହେଇଗଲେ, ସେ ଗଧର ରଡ଼ିରେ ମାଲିକର ବି ନିଦ ଭାଙ୍ଗିଗଲା। ମାଲିକ ଆସି ତରବର ହେଇ ବାହାରକୁ ଆସିକି ଦେଖିଲା ଗଧ ବୋବଉଛି ଭାଁ ଭାଁ କରି। ସେ ଦେଖିଲା କିଏ କୁଆଡ଼େ ନାହିଁ, କୁକୁର ତାର ଶୋଇଛି ଆରାମସେ। ମାଲିକ କହିଲା, ଏଇ ଗଧଟା ଦିନ ସାରା ତ ମୁଁ କାମ କରିଥିଲି, ତୋତେ ଦେଖାଯାଉନି ମୁଁ ଶୋଇଛି, ଏଡ଼େ ଜୋରରେ ରଡ଼ୁଛୁ। ପାଖରେ ଗୋଟେ ବାଡ଼ି ପଡ଼ିଥିଲା, ଆଣିଲା ଗଧ ପିଠିରେ 4-6 ବାଡ଼ି କୋଡ଼ି ଦେଲା ଧାଇଁ ଧାଇଁ। କୋଡ଼ି ଦେଇକି ରାଗରେ ଯାଇକି ପାଣି ହଣ୍ଡି ପିଇକି ପୁଣି ଶୋଇପଡ଼ିଲା। ଗଧ ବିଚରା ନିଜେ ଭଲ କାମ କଲା, ଅଥଚ ମାଡ଼ ଖାଇଲା। ମାଡ଼ ଖାଇକି ଆଖିରୁ ଲୁହ ବାହାରିକି ବସିଲା। ଚାହିଁଲା କୁକୁର ଆଡ଼େ। କୁକୁର କହିଲା, ମୁଁ ମନା କରୁଥିଲି ନା। ନା ରେ, ମୁଁ ତ ଭଲ କାମ କଲି, ଚୋରମାନେ ପଶିଥାନ୍ତେ, ମାଲିକକୁ ଉଠେଇଲି, ସେ ପୁଣି ମୋତେ କାହିଁ ବାଡ଼େଇଲା। କୁକୁର କହିଲା, ଆରେ ବାବୁ ଶୁଣୁ ଗୋଟେ କଥା, ଯେ ସେ ଯେଉଁ ରାତିରେ ଚୋର ଆସିଲେ ଭୋକିବା କାମଟା ମୋର, କୁକୁରର ସେଇ କାମ। ମୁଁ ଜାଣିଛି ତାକୁ କେଉଁ ବାଗରେ କରାହବ, କେମିତି କରିବି, କେଉଁଠି କରିବି। ତୁ ଅଯଥା ମୋ କଥାରେ ମୁଣ୍ଡ ପୁରେଇଲୁ, ମୋ କାମ ତୁ କରିବାକୁ ଚେଷ୍ଟା କଲୁ। ତୋର ଗଣ୍ଠିଲି ବୋହିବା କାମ, ମୁଁ କେବେ ଗଣ୍ଠିଲି ବୋହିବାକୁ ଚେଷ୍ଟା କରିଛି କି? କରିନି। ତେଣୁ ତୁ ବି ନିଜ କାମ ନ କରି ଅନ୍ୟ କାମରେ ମନ ଦେଲୁ, ତେଣୁ ତାର ଦଣ୍ଡ ଏଇ ମାଡ଼ଟି ଖାଇଲୁ। ଆଜିଠୁ ମନେ ରଖ, ଯାହା ପାଇଁ ଯେଉଁ କାମ ସିଏ ସେଇ କାମ କଲେ ଠିକ୍ ଉନ୍ନତି ହିଁ ହେବ। ଅନ୍ୟର କାମକୁ ଦେଖି ଯଦି ତୁ ଭାବିବୁ ମୁଁ ସେଇଭଳିଆ କରିବି, କହିଲେ ନିଶ୍ଚୟ ଏଭଳିଆ ମାଡ଼ ଖାଇବୁ ବା ଧୋକା ଖାଇବୁ। ଗଧଟି ବୁଝିଲା, କହିଲା, ଠିକ୍ କହିଛୁ କୁକୁର ଭାଇ, ଆଉ କେବେ ମୁଁ ତା କାମରେ ମୁଣ୍ଡ ପୁରେଇବିନି। ମୋ ଗପଟି ସରିଲା। ବୁଝିଲ ତ କୁନି ପିଲାମାନେ? ନିଜ କାମ ଯାହା ସେଇଆ କରିବ। ଅନ୍ୟ କାମକୁ ଦେଖି ଯଦି ଲୋଭ କରିବ, ମୁଁ ସେମିତି କଲେ ହୁଅନ୍ତା, ମୁଁ ଏମିତି କଲେ ହୁଅନ୍ତା, ତାହେଲେ ଗଧ ଭଳି ମାଡ଼ ଖାଇବା। ଆଜିର ଗପ ଏତିକିରେ ସରିଲା। ବାଏ।